ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଟାକାନି ପର୍ଯ୍ୟଟନ ସ୍ଥଳୀରେ ଏକ ପ୍ଲାଷ୍ଟିକ ମୁକ୍ତ ବନଭୋଜି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦେବରାଜ ଛତ୍ରିଆ, ମୁଖ୍ୟ ବକ୍ତା ଭାବରେ ମେଟାକାନି ଟ୍ରଷ୍ଟର ସଭାପତି ବିହାରୀଲାଲ ମିଶ୍ର, ସମ୍ମାନିତ ଅତିଥି ଭାବରେ ଜାଲୟ ବନପାଳ ପ୍ରଦୀପ ଜେନା, ଅନ୍ୟତମ ସମ୍ମାନିତ ଅତିଥି ଉଲୁଣ୍ଡା ବନାୟକ ଉନ୍ନୟନ ପ୍ରକଳ୍ପର ଟିମ୍ ଲିଡର ସଞ୍ଜୀବ କୁମାର ନାଗ ଯୋଗ ଦେଇଥିଲେ। ଉଲୁଣ୍ଡା ବନପାଳ ଶ୍ରୀ ଦିନେଶ ପ୍ରସାଦ ମାଝୀ ସଭା କାର୍ଯ୍ୟ ପରିଚାଳନା ସହ ପ୍ଲାଷ୍ଟିକ କିପରି ବନ, ବନ୍ୟପ୍ରାଣୀ, ମାଟି, ଜଳକୁ କିପରି ପ୍ରଦୂଷଣ କରୁଛି ଏବଂ ମାନବ ସମାଜ ଉପରେ କିପରି ପ୍ରଭାବ ପକାଉଛି ସେ ବିଷୟରେ ବିଶଦ ଆଲୋଚନା କରିଥିଲେ। ସମ୍ମାନୀୟ ଅତିଥି ଶ୍ରୀମାନ ନାଗ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ଏବଂ ପ୍ଲାଷ୍ଟିକ ବ୍ୟବହାରକୁ କମ୍ କରିବା ଏବଂ ସ୍କୁଲ, କଲେଜ, ସଭା ସମିତି ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଅନୁରୋଧ ରଖିଥିଲେ। ଶ୍ରୀମାନ ଜେନା ପ୍ଲାଷ୍ଟିକ ବ୍ୟାଗରେ ଗରମ ଖାଦ୍ୟ ପାନୀୟ ବ୍ୟବହାର କରିବା ଦ୍ୱାରା ଲୋକେ କିପରି ଭାବରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ନିଜସ୍ୱ ପ୍ରଚେଷ୍ଟାରେ ଏବଂ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ସହାୟତାରେ କିପରି ପ୍ଲାଷ୍ଟିକ ମ୍ୟାନେଜମେଣ୍ଟ କରୁଛନ୍ତି ଏବଂ ମେଟାକାନି ବନଭୋଜି ସ୍ଥଳରେ କିପରି କମ୍ ପରିମାଣରେ ପ୍ଲାଷ୍ଟିକ ବ୍ୟବହାର ପାଇଁ କମିଟି ତରଫରୁ କି ପଦକ୍ଷେପ ନିଆଯାଉଛି ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଛତ୍ରିଆ ମହୋଦୟ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ଓ କି ପ୍ରକାର ପ୍ରଭାବ ପଡ଼ୁଛି ଏବଂ ପ୍ଲାଷ୍ଟିକର ବିକଳ୍ପକୁ ପ୍ରଶ୍ରୟ ଦେଇ ପ୍ଲାଷ୍ଟିକ ପ୍ରଦୂଷଣ କିପରି ରୋକାଯାଇପାରିବ ସେ ବିଷୟରେ ନିଜର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଉକ୍ତ ଶିବିର ପୂର୍ବରୁ ଏକ ସଚେତନତା ର୍ୟାଲି ମେଟାକାନି ଛକରୁ ସିଂପାଲି ଗ୍ରାମ ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ଉଲୁଣ୍ଡା ବନାଞ୍ଚଳ ସମସ୍ତ ବନପାଳ, ବନରକ୍ଷୀ ସ୍କ୍ୱାଡ୍, OFSDPର କର୍ମକର୍ତ୍ତା, ସିଂପାଲି ଏବଂ ହାତିଲିମୁଣ୍ଡା VSSର କର୍ମକର୍ତ୍ତା ଏବଂ ମା ମେଟାକାନି ପୀଠକୁ ଆସିଥିବା ଶ୍ରଦ୍ଧାଳୁ ସହିତ ଥିଲେ। ଶ୍ରୀମାନ ନାଗ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଏକ ସଫେଇ କାର୍ଯ୍ୟକ୍ରମ ବନଭୋଜି ସ୍ଥଳରେ ଚତୁଃପାର୍ଶ୍ୱରେ ମଧ୍ୟ କରାଯାଇଥିଲା।